ଆପଣଙ୍କ ଘରେ ଯଦି ବାରମ୍ବାର କଳହ ସୃଷ୍ଟି ହଉଛି, ଟିକେ ଟିକେ କଥାକୁ ନେଇକି ବାରମ୍ବାର କଳହ ହଉଛି, ଘରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଭିତରେ ମନାନ୍ତର ସୃଷ୍ଟି ହଉଛି ନା, ଆପଣ କଣ କରିବେ ନା ଗୋଟେ ହଳଦିଆ ରଙ୍ଗର କପଡା କିମ୍ବା ଲାଲ ରଙ୍ଗର ଗୋଟେ ରେଶମ କପଡାରେ ଆପଣ କିଛି ଗୁଡା ଲୁଣ ରଖିବେ, ଯୋଉଟା କି ଆପଣଙ୍କର ଦେଶୀ ଲୁଣ କହୁଛନ୍ତି, ତାକୁ ଆପଣ ରଖିବେ। ରଖିକି ତାକୁ ଭଲ ଭାବରେ ବାନ୍ଧିକିରି ଆପଣଙ୍କର ମୁଖ୍ୟ ଦ୍ୱାରରେ ତାକୁ ବାନ୍ଧିବେ। ଦେଖିବେ ବାନ୍ଧିବା ଫଳରେ ନା ଆପଣଙ୍କ ଘରୁ ନକାରାତ୍ମକ ଶକ୍ତିର ଯୋଉ ପ୍ରଭାବଟା ଥିଲା ସେଥିରୁ ଆପଣ ମୁକ୍ତି ହେଇପାରିବେ। ତା ସହିତ ଆପଣଙ୍କ ଘରେ ଯୋଉ କଳହ ଲାଗି ରହୁଥିଲେ ନା, କଳହରୁ ବି ଆପଣ ମୁକ୍ତି ହେଇପାରିବେ। ଯୋଉ ଘରେ ଟିକେ ଟିକେ କଥା ବଡ ହେଇଯାଏ, ବାରମ୍ବାର ଝଗଡା ହୁଏ, ତ ଯଦି ଆପଣ ଘର ବାହାରେ ଆପଣ ଏଇ କପଡାରେ ଲୁଣ ବାନ୍ଧିକି ରଖୁଛନ୍ତି, ତାହେଲେ ଆପଣଙ୍କ ଗୃହରୁ କଳହ ବି ଧୀରେ ଧୀରେ ସମାପ୍ତ ହେଇପାରେ। ତାପରେ ବନ୍ଧୁ ଯଦି ଦେଖିବା, ଯଦି ଆପଣଙ୍କ ଘରେ କାହାର ଦେହ ବାରମ୍ବାର ଖରାପ ହଉଛି କିମ୍ବା ବହୁତ ଦିନ ହେଲାଣି ଶରୀର ଅସୁସ୍ଥ ଅଛି, ତାହେଲେ ଆପଣ କଣ କରିବେ ନା ଗୋଟେ ଡବାରେ କିମ୍ବା ଗୋଟେ କାଚର ବୋତଲରେ